ଏମାନେ ଗେଣ୍ଡୁ ଚାଷ ପାଇଁ ଆଗ୍ରହୀ ଅଛନ୍ତି। ବହୁତ କମ୍ ଖର୍ଚ୍ଚରେ ଭଲ ଲାଭଦାୟକ ଚାଷ ଭାବେ ଗେଣ୍ଡୁ ପରିଚିତ। ତେଣୁ ଏକର ପିଛା ଯଦି 20,000 ଟଙ୍କା ଜଣେ ଚାଷୀ ଖର୍ଚ୍ଚ କରେ ମାନେ ଗେଣ୍ଡୁ ଶେଷ ସୁଦ୍ଧା ସିଏ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ। ତାକୁ ଆପଣ ଛୋଟବେଳେ ତାକୁ ପାଣି ଠିକ୍ସେ ଦେବେ, 15 ଦିନ ପରେ ତାକୁ ଅଳ୍ପ ଟିକେ ସାର ଦେବେ, ପୁଣି ମାସେ ପରେ ଆଉ ଟିକେ ଅଧିକା ସାର ଟିକେ ଦେବେ, ତାପରେ ଆଉ କିଛି ନାହିଁ ଖାଲି ଟାଇମ୍ରେ ପାଣି ଦେବେ। ଆଉ ଗୋଟେ ବଡ଼ ସମସ୍ୟା ଦେଖାଯାଏ ଜଉଆ। ତେଣୁ ଜଉଆଟାକୁ ଯେଉଁ ଚାଷୀ ଭାଇ ଜଗିଥିବେ ତା ପତ୍ର କଳା ପଡ଼ୁଛି ଜାଣିପାରିବେ। ତେଣୁ ଜଉଆ ବିଷକୁ ୟୁଜ୍ କଲା ପରେ କିଛି ରୋଗ ଆସିବ ନାହିଁ। ଆଉ ଫୁଲ ତୋଳିଲା ବେଳେ ଲକ୍ଷ୍ୟ କରିବେ ସେଭଳିଆ ଯଦି ଲାଗୁଛି ତେଣୁ ସେଭଳିଆ ମଧ୍ୟ ୟୁଜ୍ କରିବେ। ମୋଟାମୋଟି ଗୋଟେ ଏକର ଉପରେ 20,000 ଖର୍ଚ୍ଚ କରୁଥିଲା ବେଳେ ଗୋଟେ ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ। ମାର୍କେଟରେ ବି ବହୁତ ଚାହିଦା ଅଛି ଫୁଲ। ଆଗରୁ ଚାଷୀ ଭାଇମାନେ ଜାଣିପାରୁନଥିଲେ ଆମ ଫୁଲ କରିମୁ କିଏ ନେବ ନ ନେବ ସେମିତି ଗୋଟେ ବଡ଼ ସମସ୍ୟା ଥିଲା। ଏବେ ଘର ଘର ସକାଳୁ ପ୍ରାୟ ସମସ୍ତଙ୍କ ପରିବାରରେ 10 ଟଙ୍କାର ଫୁଲ କମ୍ ସେ କମ୍ ଡେଲି ଦରକାର। ତେଣୁ ମାର୍କେଟରେ ବହୁତ ଫୁଲର ଚାହିଦା ଅଛି। ତେଣୁ ୱେଷ୍ଟବେଙ୍ଗଲ ଯଦି ଆମକୁ ଦେଇପାରୁଛି ଆମେ କାହିଁକି ଓଡ଼ିଶାରୁ ନ ଦେଇପାରିବା ଆମ ଭାଇମାନଙ୍କୁ। କେଉଁ ଫୁଲଟାର ଅଧିକ ଡିମାଣ୍ଡ, ହଳଦିଆ ନା? ଆମ ଜଳବାୟୁରେ ଟିକେ ଲାଲର ପରିମାଣ ଯେହେତୁ ଅଧିକା ଆସୁଛି ତେଣୁ ହଳଦିଆର ଫୁଲର ଟିକେ ଡିମାଣ୍ଡ ରହୁଛି। ତେଣୁ ଏ ଜଳବାୟୁ ପାଇଁ ହଳଦିଆର ଚାରା ଯେଉଁଠି କାଲକାଟାରୁ ଯଦି ଠିକ୍ସେ ଆଣିପାରିବେ ତେଣୁ ନିଶ୍ଚିତ ଭାବେ ଅଧିକ ଟିକେ ଲାଭ ଦେଖିପାରିବେ। ଲାଲ ତ ସେମ୍ ରେଟ୍ରେ ଯିବ କିନ୍ତୁ ଚାହିଦା ଟିକେ ହଳଦିଆ ଫୁଲର ରହୁଛି। କାରଣ ମାର୍କେଟରେ ଆମ ଜଳବାୟୁରେ ଅଧିକା ଲାଲ ଫୁଟୁଥିବାରୁ ହଳଦିଆର ଟିକେ ଡିମାଣ୍ଡ ରହୁଛି। ଆଉ କ'ଣ ସେମିତି କିଛି ନାହିଁ ଯେ ଅଧିକା ରେଟ୍ରେ ଯିବ ମାନେ ଏଟା ଯଦି 50 ଟଙ୍କା ଯିବ ସେଟା 60 ଟଙ୍କା ଯିବ। କେଉଁ ସମୟରେ ତାକୁ ଚାରା ଲଗାଇବା ଦରକାର? ଶୁଣନ୍ତୁ ଏମିତି ଏକ ଗେଣ୍ଡୁ ଚାଷ ଯେ ବର୍ଷ ସାରା ସେ ଆପଣଙ୍କୁ ଫଳ ଦେଇପାରିବ, ଫୁଲ ଦେଇପାରିବ। ତେଣୁ ଯାହାର ଉଚ୍ଚା ଜମି ଅଛି ସେ ବର୍ଷା ଦିନେ କରିପାରିବ। ଯାହାର ଉଚ୍ଚା ଜମି ନାହିଁ ସେ ଖରାଦିନିଆ ଡିସେମ୍ବର ଧାନ କାଟିଲା ପରେ ଡିସେମ୍ବର ମାସରେ ଲଗାଇବ, ସେ ମାର୍ଚ୍ଚ ଏପ୍ରିଲ ସୁଦ୍ଧା ତାର କମ୍ପ୍ଲିଟ୍ ହେଇଯିବ। କେତେ ଦିନ ଲାଗେ ମାନେ ଫୁଲ ହେବା? ଏଇଟା 90 ଦିନର ମାନେ 90 ଦିନରେ ଆପଣଙ୍କର ଶେଷ ହୋଇଯିବ। ଗୋଟେ ମାସ ଭିତରେ ଫୁଲ ଆସିବ, 2 ମାସ ଫୁଲ ରହିବ, 3 ମାସର କମ୍ପ୍ଲିଟ୍। 90 ଦିନ ବେଳକୁ ଚାଷ ଶେଷ। ଫୁଲ ଆସିବାର 2 ମାସ ଆପଣଙ୍କୁ ଦେବ। ଧାଡ଼ି ୱାଇଜ୍ ଲଗାଇବେ ନା? ମୁଁ ତ 2 ପ୍ରକାର କରିଛି, ଗୋଟେ ଧାଡ଼ି ପ୍ରକାର କରିଛି, ଗୋଟେ ପଟାଳି ହିସାବରେ କରିଛି। ତେଣୁ ମୁଁ ଦେଖିଲି ପଟାଳି ହିସାବରେ ତୁଳିବା ପାଇଁ ଟିକେ ସୁବିଧା ହେଉଛି। ଧାଡ଼ିରେ କଲା ବେଳକୁ ତା ଭିତରେ ପଶିକି ତୁଳିଲା ବେଳେ ଗଛ ଭାଙ୍ଗି ଯାଉଛି। ତେଣୁ ମୋ ମତରେ ପଟାଳି ସିଷ୍ଟମରେ କଲେ ବହୁତ ଭଲ ହେବ। ଆପଣ ଯଦି ଡାଉଟ୍ କିଛି ରୁହେ ଚାଷ କରିଛନ୍ତି ଆମର ଓଡ଼ିଶାରେ ଯେ ଭାଇମାନେ ଚାଷ କରୁଛନ୍ତି ପାଖାପାଖି ମୋ ଘର ତ ସ୍ୱରରେ ଆପଣ ଜାଣିଛନ୍ତି। ତେଣୁ ମୋ କଣ୍ଟାକ୍ଟ ନମ୍ବରରେ ଆପଣ କଣ୍ଟାକ୍ଟ କରିକି ଗେଣ୍ଡୁ ଚାଷ କେମିତି ହେବ, କେ ଦୋକାନରେ ବିକ୍ରି ହେବ, କ'ଣ ହେଇପାରିବ ନାହିଁ ମୁଁ ମୋ ପାଖରୁ କଣ୍ଟାକ୍ଟ କରିକି ତାଙ୍କର ଫୁଲ ବି ବିକ୍ରି କରିପାରିବେ। ସେମିତି ଗୋଟେ ଗଛରୁ ପାଖାପାଖି 2 କିଲୋ ଏଭବ ଫୁଲ ତୋଳିପାରିବ ଜଣେ ଚାଷୀ ଯଦି ଠିକ୍ସେ ସେ ଇଏ କରିବ। 2-3 କିଲୋ ପର୍ଯ୍ୟନ୍ତ ସେ ଅମଳ କରିପାରିବ।